ମାନେ ତୁମ ଘର ପାଖର କି ମୋ ଘର ହେଲା କି ତୁମ ମୋ ସାଙ୍ଗରେ କଥା ହଉଛ ଏମିତି ମାନେ ଏବେ ଯୋଉ ଫୋନ ରେ କଥା ହଉଛ ସେଠି ବିଷୟରେ କଥା ହଉଛ ହେଲା କି ବୁଝିପାରିଲ। ଆଉ ତମ ସ୍ୱାମୀ ନାହାନ୍ତି ପାଖରେ ଦୁରିଆରେ ଅଛନ୍ତି ତାହେଲେ ହଉଛି ମୁଁ ଯାଇଛି ଏବେ ଥର 9ଟା କି 10ଟା ଖଣ୍ଡେ ଟାଇମ ର ରାତି 8ଟା କି 9ଟା ଖଣ୍ଡେ ଟାଇମ ରେ ଯାଇଛି ହଉଛି ତୁମ ଘରକୁ ହେଲା କି ଆଉ ତୁମ ମା ବି ଖାଇକି ନାଇଁ ଶୋଇ ପଡିଲେନି ହେଲା କି ଆଉ ତୁମ ଛୁଆ ମାନେ ବି ଖାଇକି ଶୋଇ ପଡିଲେନି ଏମିତି ଯାଇଛି ତାହେଲେ ତୁମେ କିଛି କହିବ। ଯଦି ତୁମେ କିଛି କରିବା ପାଇଁ ଚେଷ୍ଟା କରିବ କି ତୁମର ଯଦି ସେମିତି କିଛି ମାଇଣ୍ଡ ଥିବ ଧର ମୋ ସେଥିରେ କିଛି ଇଚ୍ଛା ହଉନଥିବ ତୁମେ ନିହାତି ଗୋଟେ କିଛି କହିଲେ କି ଗୋଟେ କିଛି ଗୋଟେ ଇଣ୍ଟରେଷ୍ଟ କଲା ତ ଭଳିଆ ପଢାଇ ଶୁଣ କହୁଛି ଇଚ୍ଛା ହେଇନଥିବ ଏଇ ଶୁଣ ବାହା ଆମେ କଣ ବାହା ହେଲା ଟୋକା କି ଇଚ୍ଛା ହଉନଥିବ କହୁଛି ଯେ ଆରେ ତୁମେ ବାହା ନହେଲେ କିଛି ହେଲା ତମେ ସବୁବେଳେ ତ ମୁଣ୍ଡ ଟା ହୁଏନି ନା ସବୁବେଳେ ଆମ ପରା ଅଭଡା ଟୋକା କଣ ଆମର ଇଚ୍ଛା ହଉନଥିବ ଇଚ୍ଛା ତ ହଉଥିବ କିନ୍ତୁ ହଉଛି ଆମେ କଥା ହେଲା ମାନେ ନାଜ କରେ ବୁଝିପାରିଲ ମାନେ କଣ ବାହା ହେଇନେ ନା ଜିନିଷ ଟା ନାଜ ମାଡିବନି ନା ଯାହାବି ହଉ ସେମିତି ପାଖାପାଖି ରହିଲା ମାନେ କହୁଛି ଖୋଲା ଖୋଲି କଥା କହୁଛି ଶୁଣ ସେ ସ୍ୱାମୀ ହଉ କି ଅଲଗା ଲୋକ କେହି ବି ହଉ ମାନେ ଦେହ ଆଡୁ କେମିତି ଗୋଟେ ମାନେ କେମିତି ଗୋଟେ ହେଇଯାଏ ହେଲା ମାନେ ଯେମିତି କରେଣ୍ଟ ବାଲା ଭଳିଆ ହଉ କି ଗୋଟେ କିଛିଟା କଣ ଜାଣିପାରେନି ହେଲା ମାନେ ହେଇଯାଏ ସେମିତି। ତୁମର ମନ ହୁଏ ନା ନାହିଁ କିନ୍ତୁ ଏଇ କଥାଟା କହିଲନି ମତେ ଯେ ମୁଁ ଧର ମୁଁ ଗନି ହଉଛୁ ମାନେ କିସ କହିବି କେବେ ବି କାହାକୁ ଦେଇନି ଯଦି ସେମିତି ତୁମେ ଇଣ୍ଟରେଷ୍ଟ କଲା ଭଳିଆ କିଛି କାମ କରିଦବ କି ଗୋଟେ ଦେହରେ ଯେକୌଣସି ଜାଗାରେ ଗୋଟେ ହାତ ବଜେଇଦବ କି ହାତ ମାସି ଜାଣି ଜାଣି ହଉ କି ଅଜାଣତରେ ହଉ ନିହାତି ମୋର ଗୋଟେ ମୁଣ୍ଡ ହେଇ ଆସିବ ସେତେବେଳେ ମୋ ସ୍ୱାମୀ ପାଖରେ ଖାଉକି ମତେ ଏତେ ମୋ ସ୍ୱାମୀ ମତେ କଷ୍ଟ ଦଉଛନ୍ତି କି ମୋଠୁ ଏତେ ଦୂରେଇ ରହୁଛନ୍ତି ମୁଁ ଧର କାହା ସହିତ ମିଳାମିଶା କଲେ କି ଖରାପ କାମ କଲେ ମୋ ସ୍ୱାମୀ ଆଉ ମତେ ଦେଖିପାରିବେ ନା ଦେଖିପାରିବେନି ତାହେଲେ ଧର ମୁଁ ମିଳାମିଶା କରତେ ଦେଇଦେମି କି କିଛି କରିମି ମାନେ ପ୍ରାୟତଃ ଲୋକ ଅଛନ୍ତି ବି ସେମିତି କାମ କରିବା ପାଇଁ ବାହାରନ୍ତିନି ସେ ମୁଁ ହଉ କି ଆଉ ଅଲଗା ସ୍ତ୍ରୀ ଲୋକ କି ଝିଅ ଯିଏ ବି ହଉ ବହୁତ ଲୋକ ଅଛନ୍ତି ବି ସେମିତି କରିଦିଅନ୍ତି ବହୁତ ଲୋକ ଅଛନ୍ତି ବି କରିଦିଅନ୍ତିନି। ତୁମ ମେଥଡ ଟା କୁହ ଏଠି ତୁମେ କଣ କରିବ ଇଚ୍ଛା ହଉଥିଲେ ବି କିନ୍ତୁ ଦେଇତେ ରାଜି ହେବିନି ରାଜି ହେଇଯିବ ନା ହବନି ହବ ନା ହବନି ନା ହେମିନି ହବନି ନା ଆଉ ତାହେଲେ କଣ କରିବ କାଠେଇକି ରହିଯିବ ଏତେ ସୁନ୍ଦର ଦେହଟାକୁ ଯୋଉ କାଠେଇକି ରହିଯିବ କିଛି କହିବୁ ତୁମକୁ ଭାଉଜ ଜୀବନକୁ ଉପଭୋଗ କରିବା ଶିଖ ନା ହ୍ୟାଲୋ ନା ମୁଁ ଭୁଲ କଥା କହିନି କି ହ୍ୟାଲୋ ଠିକ କଥା କହିଛ ମୁଁ କହୁଛି ଯେ ଜୀବନକୁ ଉପଭୋଗ କରିବା ଶିଖ ହେଲା କି ମେନ୍ କଥା ହେଲା ଆଜିକା ଜୀବନ କାଲି କି ନାହିଁ ହେଲା କି ବୁଝିପାରିଲ ହଁ ନା ନାଇଁ କୁହ ମାନେ ତମେ ଆଜି ଧର ମୋ ସହିତ ମିଳାମିଶା କରିଦେଇଯିବ କି ମୋ ସହିତ ସମ୍ପର୍କ ରଖିଦେଇଯିବ ଯେ ଯଦି ପରେ ପଛେ ମତେ ବ୍ଲାକମେଲ କରିବ କି ମୋ ଆରେ ଫଟୋ ଉଠେଇ ନେଇକି ସମସ୍ତେ କଣ ହଉଛି ସେଇଆ ଭଳିଆ ବ୍ଲାକମେଲ କରିବ ହଉଛି ଥୋଡି ନା ହଉଛି ସେ ସମସ୍ତେ କଣ ମୋ ସାଙ୍ଗରେ କଥା ହେଲା କଣ ମୁଁ ଜାଣିପାରିଲନି ବ୍ଲାକମେଲ କରେଇବି କି ଆରେ ନା ତୁମ କଥା କହୁନି ମାନେ ଲୋକଙ୍କ କଥା କହୁଛି ହେଲା ମାନେ ତମେ ହଉ କି ତମ ଶୁଣ ଜାଗାରେ ଆଉ କେହି ବି ହଉ ତୁମେ ତ ଜାଣିଯିବ ନା ସେ ଲୋକଟାକୁ ସେ ବ୍ଲାକମେଲ କରିବ କି ନାହିଁ କଥା ହଉଛ ତୁମେ ଜାଣିପାରିବନି ନା ବ୍ଲାକମେଲ କରିବନି ଇଏ କିଛି ଧାରଣାର ନାହିଁ ବାସ୍ ଖାଲି ଟିକେ ଚାହୁଁଛି ଆଉ କିଛି କି ଆଜିକାଲି ଯେମିତି ମୋବାଇଲ ଦେଖୁଛି ମାନେ ମିଠା କଥା କହିବ ଲୋକ ତାପରେ ଭଲ ପାଇବେ ତାପରେ ଦେହର ସମ୍ପର୍କ ରଖିବେ
ତାପରେ ଡଷ୍ଟବିନ୍ ରେ ଫିଙ୍ଗିଲା ଭଳିଆ ଫିଙ୍ଗି ଦେଇକି ଚାଲିଯିବେ। ପଣସ ଖାଇଲା ବେଳକୁ ପଣସ ଖାଇବେ, ସ୍ୱାମୀ ଯେମିତି ୟୁଜ୍ କରିବେ ସେମିତି ୟୁଜ୍ କରିବେ, କରିସାରିଲା ପରେ ଯେ ଇଏକୁ ସେଇ ଆରେ ନା ସମସ୍ତଙ୍କୁ କଣ ହଉଛି ସେୟା ଭାବିଛ, ସମସ୍ତଙ୍କୁ ସେୟା ଭାବନି ହେଲା କି। ତା ଛଡା ତୁମେ ଯେ ଟୁକା ସାଙ୍ଗରେ କଥା ହଉଥିବ କି ମୋ ସାଙ୍ଗରେ ଧର କଥା ହଉଛ, କଣ ହଉଛି ତୁମର ହଉଛି କଥା ଉପରେ ହଉଛି ମାନେ ଭରସା ଅଛି କି ନାହିଁ ତୁମେ ଜାଣିପାରୁନ ନା। ସେମିତି ଜାଣିପାରିବନି ନା ହଉଛି କି ହଉଛି ହଁ ଇଏ ହଉଛି ଆକୁ ଦେନେ ସେ ବ୍ଲାକମେଲ କରିବ କି ନାହିଁ, ହଁ ଜାଣିପାରିବ ହେଲା। ତାପରେ ତମ ଉପରେ ଭରସା ଅଛି, ତାପରେ ସେ କରିବ। ଆଁ ତୁମ ଉପରେ ଥରେ ଭରସା ଅଛି କି ସେ କରିପାରିବ। କିସ କରିପାରିବ ମାନେ ବାସ୍ ଖାଲିଟା ଟିକେ ଭାଉଜ ହେଇକି ଶିଖେଇଦବ ଆଉ କଣ। ପାଗଳ ମଣିଷ ଆଁ ତମକୁ ପଚାରୁଛି କି ସେ ମତେ କହୁଛ କିସ। ଓହୋ ସରି ମୁଁ ବୁଝିପାରିଲିନି, କୁହ। ଆମେ ଯେମିତି ମିଳାମିଶା କରିବା କଥା ହଁ ମନ ହେଲେ କଣ ହଁ ସେମିତି ତମ ସହିତ କଥା ହେଇକି ତମ ଉପରେ ମତେ ଭରସା ଅଛି। ହଁ ଭରସା ଆସିଗଲା ଧର। ତମେ କିସ କରିପାରିବ। କିସ କରିବି, ମୁଁ ଆଉ କଣ କରିପାରିବି, ତୁମେ ତ ବାହା ହେଇକି ଆସିଛ ହେଲା କି। ଆଉ ମୁଁ କଣ କରିପାରିବି କୁହ। ହୁଁ ବାହା ହେଇସାରିଛ ମାନେ ତମେ ମିଳାମିଶା କରିପାରିବନି। ତମେ ଆଁ ତମେ ଯାହା ବି ହେଲେ ତୁମ ମୋଠୁ ବଡ ହବ କି ସାନ ହବ, ବଡ ହବ ନା ସାନ ହବ ମୁଁ ତ ଜାଣିନି ହେଲା କି। ତୁମର କେତେ ଡେଟ୍ ଅଫ୍ ବାର୍ଥ? ଆଜ୍ଞା ତୁମ ଜନ୍ମ ମସିହା କେବେ? ମୋର ତ 1994 ମା। 96। 94। ତମେ ମୋଠୁ 2 ବର୍ଷ ବଡ। ବଡ ତମେ ଆଚ୍ଛା। ମୋର 96 ର 1996 ଡିସେମ୍ବର ଜନ୍ମ। ତୁମର ଏତେ ତୁମେ ସାନ କେନ ମୋଠୁ ସାନ, ମୋ 2ଟା ଛୁଆ ହେଇଗଲାଣି ହଁ। ଝିଅ ମାନଙ୍କର ଶୀଘ୍ର ବାହାଘର ହେଇଯାଏ ଜାଣିନ କି କେବେ। ଆଚ୍ଛା। ବାହା ହେଲା ମାନେ ସ୍ୱାମୀ ବାପ ଘରେ ଅଛି ଯେ ପୁରା କଣ୍ଢେଇ ଭଳିଆ ରହିବୁ, ତା ସହିତ କେହି ମିଳାମିଶା କରିପାରିବେନି। ବାହା ହେଇକି ଆଇଲା ପରେ ସ୍ୱାମୀ ପାଖରେ ତ ସବୁବେଳେ ଶୋଇବୁ ବସିବୁ ଉଠିବୁ ସବୁବେଳେ କରିବୁ। ଆଚ୍ଛା ସ୍ୱାମୀ ତତେ ଛାଡିବ ନା। ଆଚ୍ଛା। ଯଦି ସବୁବେଳେ ମିଳାମିଶା କରିବ ସବୁବେଳେ ଇଏ କରିବ। ଯାହା ବି ହେଲେ ତୁମର ପିଲା ଅଛି ନା ମେନ୍ କଥା ହେଲା ଦିଟା।